ତେଣୁ ଆମେ ଟ୍ରାଫିକ୍ ବିଷୟରେ ଭଲ ଭାବରେ ବୁଝିବା। ତେଣୁ ଟ୍ରାଫିକ୍ ରୁଲ୍ସ, ରୁଲ୍ ଅଫ୍ ଦ ରୋଡ୍ ଆମେ ଆଗରୁ ପଢ଼ିଛନ୍ତି, ରାସ୍ତାର ନିୟମ, ସେଇଟାକୁ ଲିଙ୍କ କରିକି ଆମର ଟ୍ରାଫିକ୍ ରୁଲ୍ସ। ତେଣୁ ଆମେ ଯେତେବେଳେ ବଜାର ଘାଟରେ ଯାଉଛନ୍ତି ବାଇକ୍ ନେଇକି, ଆମେ ଏବେ ଯାଉନାହାନ୍ତି, ଭବିଷ୍ୟତରେ ବଡ଼ ହେଲେ ଆମେ ବାଇକ୍ ବା ସ୍କୁଟି ଚଢ଼ିବା ବା ଗାଡ଼ି ସ୍କୁଟି କିମ୍ବା ମୋଟରସାଇକେଲ କିମ୍ବା କାର୍ରେ ବସିକି ଯାଉଥିବା, ତ ସେମାନେ ବାଇକ୍ ବାଲା ବା ଡ୍ରାଇଭର ଚାଳକ ଯିଏ ସିଏ ଟ୍ରାଫିକ୍ ରୁଲ୍ଟାକୁ ଜାଣିଥିବା ଦରକାର। ଆମେ ବି ବଡ଼ ହେଲେ ଟ୍ରାଫିକ୍ ରୁଲ୍ଟା ଏବେଠୁ ଜାଣିଥିଲେ ସେପଟେ କିଛି ସମ୍ମୁଖୀନ ହେବାନି କ'ଣ ବିପଦରେ। ତେଣୁ ଆମର ପ୍ରଥମ ହେଉଛି ତିନୋଟି ଲାଇଟ୍ ଅଛି ଜଳୁଛି ବର୍ତ୍ତମାନ। ତିନୋଟି ଲାଇଟ୍ ହେଉଛି କ'ଣ? ରେଡ୍, ୟେଲୋ ଆଉ ଗ୍ରୀନ୍। ଏ ଟ୍ରାଫିକ୍ର ତିନୋଟି ଲାଇଟ୍ ହିଁ ଆମକୁ ସିମ୍ବଲ କରିଦିଏ, ତିନୋଟି ଇଣ୍ଡିକେଟର। ରେଡ୍ ଅର୍ଥ କ'ଣ? ଗାଡ଼ିଟା ହେଉଛି ଷ୍ଟପ୍ କରିବ ତାର ସମ୍ମୁଖରେ। ତେଣୁ ସମ୍ମୁଖରେ ଦେଖିବେ ଯେ ଡ୍ରାଇଭର ସାମ୍ନାରେ ରେଡ୍ ଜଳୁଛି, ତେଣୁ ଗାଡ଼ି ଅଟକିବ। ଯଦି ୟେଲୋ ଜଳୁଛି ତାହେଲେ ହେଉଛି କ'ଣ? ଗାଡ଼ିଟା କ'ଣ ଯିବା ପାଇଁ ପ୍ରସ୍ତୁତ ହେବ। ଗ୍ରୀନ୍ ହେଲେ ପୁରା ଯିବ। ସେଇ ଅନୁସାରେ ବର୍ତ୍ତମାନ ଆମେ ଜାଣିବା କେତେବେଳେ କେଉଁ ଲାଇଟ୍ ହେଲେ କ'ଣ ହେବ। ବର୍ତ୍ତମାନ ସମସ୍ତ ଲାଇଟ୍ ଏବେ ବନ୍ଦ ହେଇଯିବ ହେଲା। ବନ୍ଦ ହେଲା ପରେ ବର୍ତ୍ତମାନ ପ୍ରଥମେ ରେଡ୍ ଲାଇଟ୍ ହେଉଛି ଚଳିବ। ରେଡ୍ ଲାଇଟ୍ ଚଳିଲେ ଆମେ ଜାଣିବା ଯେ ଗାଡ଼ି ଏଇ ସବୁ ଏଇଟା ଗୋଟେ ରାସ୍ତାର ନମୁନା। ରେଡ୍ ଲାଇଟ୍ ଚଳିଲା, ବର୍ତ୍ତମାନ ଗାଡ଼ି ଅଟକିଲା। এই গাড়ি ବର୍ତ୍ତମାନ ସବୁ ଗାଡ଼ି ଅଟକିବ। ଯେତେ ଗାଡ଼ି ଆସିବେ ପଛ ପଛ ଆସିକି ଲାଗିଲେ ସେ ସବୁ ଅଟକି ଯିବେ। ଷ୍ଟପ୍, ସେଥିପାଇଁ ଟ୍ରାଫିକ୍ ହେଉଛି ଷ୍ଟପ୍। ଦେଖୁଛ ନା ନାଇଁ ଟ୍ରାଫିକ୍? ତେଣୁ ଏ ଟ୍ରାଫିକ୍ ପୋଲିସ କହୁଛି ଷ୍ଟପ୍, ଅର୍ଥାତ୍ ଅଟକ। ଅଟକିଲେ ସମସ୍ତେ ଅଟକିବା ପରେ ତାପରେ କ'ଣ ହେବ? କିଛି ସମୟ ପରେ ତାର ଅଛି ସେଟ୍ ହେଇଥିବ ଟାଇମ୍, 2 ମିନିଟ୍ କି 3 ମିନିଟ୍ ରହିଲା ପରେ ପୁଣି ୟେଲୋ ଜଳିବ, ରେଡ୍ଟା ମଧ୍ୟ ଲିଭିଯିବ। ଗ୍ରୀନ୍ ଜଳିବ, ୟେଲୋ ଜଳିବ, ରେଡ୍ ଲିଭିଯିବ, ଲିଭିଗଲା। ବର୍ତ୍ତମାନ ରେଡ୍ ହେଉଛି କ'ଣ ନା ୟେଲୋ ଜଳିଲା। ଗାଡ଼ି ଏମାନେ ସବୁ ରେଡି ହେଉଛନ୍ତି ଗାଡ଼ି ପାଖକୁ। ଗାଡ଼ି ବର୍ତ୍ତମାନ ରେଡି ହେଉଛନ୍ତି ଯିବା ପାଇଁ ହେଲା, ରେଡି ହେଉଛନ୍ତି। ଯାପରେ ଗ୍ରୀନ୍ ଜଳିଲେ ଯିବ, ଗ୍ରୀନ୍ ଜଳିଲା, ରେଡ୍ ୟେଲୋ ଲିଭିଯିବ ହେଲା। ୟେଲୋଟା ଲିଭି ନାହିଁ, ଲିଭିବ, ୟେଲୋଟା ଲିଭିଗଲା। ବର୍ତ୍ତମାନ ଗାଡ଼ି ଚାଲେ ହେଲା, ଗାଡ଼ି ହେଲା। ତେଣୁ ଗାଡ଼ି ଚାଲେ, ଚାଲିଲା ପରେ